ପବିତ୍ର ରାମ ନବମୀରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏକ ଲୋମଟାଙ୍କୁରା ଘଟଣା। ସବୁଆଡ଼େ ଆଜି ଖେଳି ଯାଇଛି କୋକୁଆ ଭୟ। ଏତେ ବଡ଼ ଗୋଟେ ଅଘଟଣ ଆଗରୁ କେବେ ବି ଘଟିନଥିଲା। ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ କୌଶଲ୍ୟାନନ୍ଦନ ପ୍ରଭୁ ଶ୍ରୀରାମଙ୍କୁ ମନରେ ଟିକେ ବି ଭକ୍ତି କରନ୍ତି, ଶ୍ରୀରାମଙ୍କୁ ନିଜର ଆରାଧ୍ୟ ବୋଲି ମାନନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଭଦ୍ରକ ଜିଲ୍ଲା ମାଡ଼ୁଆଳି ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗାଁରେ ପ୍ରଫୁଲ୍ଲ କୁମାର ପଣ୍ଡା ରହୁଥିଲେ। ପ୍ରଫୁଲ୍ଲ ବାବୁ ଗାଁରେ ଥିବା ରାମ ସୀତା ମନ୍ଦିରରେ ପୂଜାପୂଜି କାମ କରନ୍ତି। ପ୍ରଫୁଲ୍ଲ ବାବୁଙ୍କର ଗୋଟେ ଆକ୍ସିଡେଣ୍ଟରେ ତାଙ୍କର ଗୋଟେ ହାତ ପଙ୍ଗୁ ହୋଇଯାଇଛି। ସେଇ ଗାଁ ମନ୍ଦିରରୁ ଯେଉଁ ଦାନ ଦକ୍ଷିଣା ଗଣ୍ଡାକ ପାଆନ୍ତି, ସେଇଥିରେ ନିଜର ପରିବାର ମୁହଁରେ ସେ ଭାତ ମୁଠେ ଦେଇପାରନ୍ତି। ପ୍ରଫୁଲ୍ଲ ବାବୁଙ୍କ ପରିବାର କହିଲେ ସ୍ତ୍ରୀ ଶାନ୍ତିଲତା ପଣ୍ଡା ଆଉ ତାଙ୍କର ଗୋଟେ ବୋଲି 5 ବର୍ଷର କୁନି ଝିଅଟିଏ। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେଲା ବେଳେ ପ୍ରଫୁଲ୍ଲ ବାବୁଙ୍କର ବହୁତ ଇଚ୍ଛା ଥିଲା ଅଯୋଧ୍ୟା ଯାଇ ଥରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ଆସନ୍ତି। ହେଲେ ଅର୍ଥର ଅଭାବରୁ ସେ ଯାଇପାରିନଥିଲେ। ଗତ ମାର୍ଚ୍ଚ ମାସରେ ଗାଁର ପାଖାପାଖି 200 ଲୋକ ବାହାରିଥିଲେ ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ। ପ୍ରଫୁଲ୍ଲ ବାବୁ ବି ଗାଁ ଲୋକମାନଙ୍କ ସହ ନିଜ ପରିବାରକୁ ନେଇ ବାହାରି ପଡ଼ିଥିଲେ ଅଯୋଧ୍ୟା। ଅଯୋଧ୍ୟା ଯିବା ପାଇଁ 3ଟି ବସ୍ ହେଇଥିଲା। ଗୋଟେ ବସ୍ରେ କେବଳ ମହିଳାମାନେ ବସିବେ, ଆଉ 2ଟି ବସ୍ରେ ଅବଶିଷ୍ଟ ପୁରୁଷମାନେ ବସିବେ। ଭୋର 4ଟାରୁ ଗାଁରୁ 3ଟି ବସ୍ ବାହାରି ପଡ଼ିଥିଲା ଅଯୋଧ୍ୟା। 2 ଦିନର ବସ୍ ଯାତ୍ରା ପରେ ବସ୍ ଯାଇ ପହଞ୍ଚିଲା ଅଯୋଧ୍ୟାରେ। ଅଯୋଧ୍ୟାରେ ପହଞ୍ଚି ପ୍ରଫୁଲ୍ଲ ବାବୁ ତାଙ୍କ ସ୍ତ୍ରୀ ଆଉ ଝିଅକୁ ଧରି ପ୍ରଭୁ ଶ୍ରୀରାମଙ୍କୁ ଭଲରେ ଭଲରେ ଦର୍ଶନ କଲେ। ଆଉ ସ୍ୱାମୀ ସ୍ତ୍ରୀ ମିଶି ମନ୍ଦିରର ସବୁଆଡ଼େ ବୁଲାବୁଲି କଲେ। ତାପରେ ଦିହିପହରେ ପ୍ରସାଦ ପାଇ ସନ୍ଧ୍ୟା 7ଟା ବେଳକୁ ସମସ୍ତେ ଘରକୁ ଆସିବା ପାଇଁ ବସ୍ ପାଖକୁ ଆସିଲେ। ସବୁ ଲୋକ ବସ୍ରେ ବସିଲେଣି। ପ୍ରଫୁଲ୍ଲ ବାବୁ ବି ଯାଇ 3 ନମ୍ବର ବସ୍ରେ ବସିଲେ। ବସିବାର 5 ମିନିଟ୍ ପରେ ତାଙ୍କର ମନେ ପଡ଼ିଗଲା ସ୍ତ୍ରୀ ଆଉ ଝିଅଙ୍କ କଥା। ତାପରେ ସେ ମନେ ମନେ ଭାବିଲେ ପୁରୁଷ ଆଉ ମହିଳାମାନଙ୍କର ତ ଅଲଗା ଅଲଗା ବସ୍ ହେଇଛି, ସେମାନେ ଯେଉଁ ବସ୍ରେ ଆସିଥିଲେ ସେଥିରେ ବୋଧେ ବସିଥିବେ। ଏମିତି ମନରେ କିନ୍ତୁ ରଖି ସେ କହିଲେ ଟିକେ ଯାଇ ଦେଖି ଆସିବି। ତାପରେ ଗାଁର ଶିବ ବୋଲି ଗୋଟେ ପିଲା ଥିଲା। ସେ କହିଲା ପ୍ରଫୁଲ୍ଲ ନନା, ତମ ଝିଅ ଆଉ ସ୍ତ୍ରୀ ପଛ ବସ୍ରେ ବସିଛନ୍ତି। ଶିବଠୁ ଏମିତି କଥା ଶୁଣି ପ୍ରଫୁଲ୍ଲ ବାବୁ ଆଉ ଦେଖିବାକୁ ଗଲେନି। ତାପରେ ବସ୍ ଛାଡ଼ିଲା। ପାଖାପାଖି 12 ଘଣ୍ଟାର ଯାତ୍ରା ପରେ ଟିକେ ଚା ଜଳଖିଆ କରିବାକୁ ଗୋଟେ ବଜାରରେ ବସ୍ ଅଟକିଲା। ତାପରେ ପ୍ରଫୁଲ୍ଲ ବାବୁ ସାଙ୍ଗେ ସାଙ୍ଗେ ବସ୍ରୁ ଓହ୍ଲେଇ ଯାଇ ସ୍ତ୍ରୀ ଶାନ୍ତିଲତାଙ୍କୁ ଖୋଜିଲେ, ହେଲେ ତାଙ୍କୁ ପାଇଲେନି। ସମସ୍ତଙ୍କୁ ପଚାରିଲେ, ହେଲେ ସମସ୍ତେ କହିଲେ ଆମେ ତମ ସ୍ତ୍ରୀଙ୍କୁ ଦେଖିନୁ। ସମସ୍ତଙ୍କ ଠାରୁ ଏମିତି କଥା ଶୁଣି ପ୍ରଫୁଲ୍ଲ ବାବୁ ଭୋ ଭୋ ହୋଇ କାନ୍ଦି ପକେଇଲେ। ଆଉ ସେ ବୁଝିପାରିଲେ ତାଙ୍କ ସ୍ତ୍ରୀ ଆଉ ଝିଅ ବୋଧେ ଅଯୋଧ୍ୟାରେ ରହିଯାଇଛନ୍ତି। ବସ୍ ପାଖାପାଖି 600 କିଲୋମିଟର ଆଗକୁ ଆସିଲାଣି ହେରି। ପୁଣି ଫେରି ଯିବାଟା ସମ୍ଭବ ନୁହେଁ। ତାପରେ ପ୍ରଫୁଲ୍ଲ ବାବୁ ଏକୁଟିଆ ଟ୍ରେନ୍ ଆଉ ବସ୍ ଚେଞ୍ଜ କରି କରି ତାପର ଦିନ ଯାଇ ଅଯୋଧ୍ୟାରେ ପହଞ୍ଚିଲେ। ସେପଟେ ସ୍ତ୍ରୀ ବାସନ୍ତୀ ଝିଅକୁ ଧରି ଭାରି ଅଧୈର୍ଯ୍ୟ ହୋଇ ସବୁଆଡ଼େ ଖାଲି ଗାଁ ଲୋକଙ୍କୁ ଖୋଜୁଥିଲେ।
ହେଲେ କାହାକୁ ବି ପାଉନଥିଲେ। ରାତିଟା ମା ଝିଅ ପୁରା ଉପାସରେ ରହିଗଲେ। ବାସନ୍ତୀ ମ୍ୟାଡ଼ାମ କ'ଣ କରିବେ, କେମିତି ଘରକୁ ଫେରିବେ ବୋଲି ତାଙ୍କ ମୁଣ୍ଡ କିଛି କାମ କରୁନଥାଏ। ସେ ଭୋ ଭୋ ହୋଇ କାନ୍ଦୁଥାନ୍ତି। ଆଉ ମାଆଙ୍କୁ ଦେଖି ଝିଅ ବି ବିକଳ ହୋଇ କାନ୍ଦୁଥାଏ। ଏପଟେ ପ୍ରଫୁଲ୍ଲ ବାବୁ ଅଯୋଧ୍ୟାରେ ପହଞ୍ଚିଲେ। ସେ ବି ସ୍ତ୍ରୀ ଆଉ ଝିଅକୁ ବହୁତ ଖୋଜିଲେ, ହେଲେ କୋଉଠି ବି ପାଇଲେନି। କିଛି ସମୟ ଗଲା ପରେ ସେ ଅଧୈର୍ଯ୍ୟ ହୋଇ ପ୍ରଭୁ ଶ୍ରୀରାମଙ୍କୁ ମନେ ମନେ କହୁଥିଲେ, ହେ ପ୍ରଭୁ ଶ୍ରୀରାମ, ତୁମରି ଧାମକୁ ଆସି ମୋର ଆଜି ଏ ଅବସ୍ଥା। ହେ ପ୍ରଭୁ ଶ୍ରୀରାମ, ତୁମେ ମୋ ଉପରେ ଦୟାକର ହେ ଶ୍ରୀରାମ। ଏମିତି ଗୁହାରି କରି ସେ ବହୁତ କାନ୍ଦିଲେ। ତା କିଛି ସମୟ ଗଲା ପରେ ହଠାତ୍ ସ୍ତ୍ରୀ ବାସନ୍ତୀଙ୍କ ସହିତ ପ୍ରଫୁଲ୍ଲ ବାବୁ ଆସି ଧକ୍କା ହେଇଗଲେ। ଦି ଜଣକୁ ଅନେଇକି ଭୋ ଭୋ ହୋଇ କାନ୍ଦି ପକେଇଲେ। ଆଉ ସେମାନେ ମନେ ମନେ ଭାବିଲେ, ସତେ ଯେମିତି ପ୍ରଭୁ ଶ୍ରୀରାମ ଗୋଟେ ବଡ଼ ଚମତ୍କାରଟେ କରିଛନ୍ତି। ତାପରେ ପ୍ରଫୁଲ୍ଲ ବାବୁ ସ୍ତ୍ରୀ ଆଉ ଝିଅଙ୍କୁ ଧରି ପୁଣି ଥରେ ଶ୍ରୀରାମଙ୍କ ଦର୍ଶନ କରି ଘରକୁ ଫେରିଲେ। ଏହା ଥିଲା ପ୍ରଫୁଲ୍ଲ ବାବୁଙ୍କ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣାଟିଏ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ବୋଲି ଲେଖିଦେବେ।